ତୁଟିଲା ମାଗଣା ବିଜୁଳି ସ୍ୱପ୍ନ। ୟୁନିଟ୍ ପିଛା 20 ରୁ 74 ପଇସା ବୃଦ୍ଧି ପାଇପାରେ ବିଜୁଳି ଦର। ଭୁବନେଶ୍ୱର ମାଗଣା ବିଜୁଳି ସ୍ୱପ୍ନ ତୁଟିଲା। ସୌର ବିଜୁଳି ବି ମିଳିଲା ନାହିଁ। ଆଉ ଏବେ ବୋଝ ଉପରେ ନଳିତା ବିଡ଼ା ପରି ଉପଭୋକ୍ତାଙ୍କଠାରୁ ଆଦାୟ ହେବ ଅଧିକ ବିଜୁଳି ଶୁଳ୍କ। ବିତରଣ କମ୍ପାନୀ OERC ନିକଟରେ କରିଥିବା ଦାବି ଯଦି ଗ୍ରହଣ ହୁଏ, ତେବେ ୟୁନିଟ୍ ପିଛା ଅନ୍ୟୁନ 20 ପଇସାରୁ 74 ପଇସା ପର୍ଯ୍ୟନ୍ତ ବିଜୁଳି ଦେୟ ବୃଦ୍ଧି ହେବା ନିଶ୍ଚିତ ବୋଲି କୁହାଯାଇଛି। ପରବର୍ତ୍ତୀ ଖବର। ଜାଗର ପର୍ବ 2025। ଆଜି ରାତି 10ଟାରେ ଉଠିବ ମହାଦୀପ। ଭୁବନେଶ୍ୱର ଆଜି ଜାଗର। ସବୁ ଶୈବପୀଠ ଉତ୍ସବ ମୁଖର। ତେବେ ବ୍ରତ କରୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ମହାଦୀପ ଉଠିବାର ସମୟ ଅତ୍ୟନ୍ତ ଆବଶ୍ୟକ। କାରଣ ପ୍ରଭୁଙ୍କ ମହାଦୀପ ଉଠିବା ପରେ ସମସ୍ତେ ନିଜ ବ୍ରତକୁ ଭଙ୍ଗ କରିଥାନ୍ତି। ଆଜି ଲିଙ୍ଗରାଜ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ଉଠିବ ମହାଦୀପ। ଏନେଇ ଆଜି ଆଇନମନ୍ତ୍ରୀଙ୍କ ସହ ବୈଠକ ହୋଇଥିଲା। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ଜାଗର ଦିନ ରାତି 10ଟାରେ ମହାଦୀପ ଉଠିବ। ପରବର୍ତ୍ତୀ ଖବର। ଖରା ପାଇଁ ସତର୍କ କରାଇଲା ସ୍କୁଲ ଓ ଗଣଶିକ୍ଷା ବିଭାଗ। ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି। ବଢୁଥିବା ଖରାକୁ ଦେଖି ସତର୍କ ହୋଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ବିଭାଗ। ହିଟୱେଭର ମୁକାବିଲା ଓ ଏଥିପାଇଁ ଆଗୁଆ ପ୍ରସ୍ତୁତି ପାଇଁ ଚିଠିରେ କୁହାଯାଇଛି। ସ୍କୁଲରେ ଯେପରି ପାନୀୟ ଜଳ ସୁବିଧା ରହିବ, ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି। ଏହାସହ ସ୍କୁଲ ପରିସରରେ ଥିବା ନଳକୂପ ଯଦି ଖରାପ ହୋଇଥାଏ, ତାହେଲେ ତାକୁ ତୁରନ୍ତ ସଜାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।